ଅନ୍ୟକୁ ପାପୀ କହିବା ଠାରୁ ମନ୍ଦ କାର୍ଯ୍ୟ ଆଉ କିଛି ନାହିଁ। କଟୁ ବାକ୍ୟ କହି ଅନ୍ୟର ମନରେ ଦୁଃଖ ଦେବା ମହାପାପ ଠାରୁ କମ୍ ନୁହେଁ। ସଂଯମ ବିନା ଶୃଙ୍ଖଳିତ ଜୀବନଯାପନ ଅସମ୍ଭବ। ଶରୀର, ମନ, ବାକ୍ୟ, ଇନ୍ଦ୍ରିୟ ସଂଯମ କରି ଶିଖିବା ଆବଶ୍ୟକ। ଆମେ ଯେ ଅନ୍ୟ ଉପରେ ଦୟା ପ୍ରକାଶ କରିପାରୁଛେ, ଏହା ଆମ୍ଭମାନଙ୍କର ବିଶେଷ ସୌଭାଗ୍ୟ। କଷ୍ଟ ପାଉଥିବା ଲୋକଙ୍କର ଉପକାର କଲେ ଆମ୍ଭମାନଙ୍କର କଲ୍ୟାଣ ହେବ। ଉତ୍ସବ, ବିପଦ, ଦୁର୍ଭିକ୍ଷ, ବିପ୍ଳବ ସମୟରେ ରାଜଦ୍ୱାରେ ତଥା ଶ୍ମଶାନରେ ବନ୍ଧୁ ପାଖରେ ଥାଏ ସେ ପ୍ରକୃତ ବନ୍ଧୁ। ବିଷରୁ ଅମୃତକୁ, ଅମେଧ୍ୟରୁ ସୁବର୍ଣ୍ଣ ଗ୍ରହଣ କରିବା ପରି ନିଜ ଲୋକଠାରୁ ଉତ୍ତମ ଗୁଣ, ବିଦ୍ୟା ଏବଂ ନିଜ କୁଳରୁ ଗୁଣବତୀ କନ୍ୟାରତ୍ନ ଗ୍ରହଣ କରିବା ଉଚିତ। କାମ, କ୍ରୋଧ, ଲୋଭ, ସ୍ୱାଦିଷ୍ଟ ପଦାର୍ଥ ଖାଇବାର ଇଚ୍ଛା, ଶୃଙ୍ଗାର, କୌତୁକ, ଅତିନିଦ୍ରା, ତୋଷାମଦ, ଏହି 8ଟି କାର୍ଯ୍ୟ ବିଦ୍ୟାର୍ଥୀମାନେ ବର୍ଜନ କରିବା ଉଚିତ। ବିଦ୍ୟାକୁ ବାରମ୍ବାର ଅଭ୍ୟାସ ନ କଲେ ତାହା ବିଷତୁଲ୍ୟ ମନେ ହୁଏ। ଅଜୀର୍ଣ୍ଣ ରୋଗୀ ପକ୍ଷରେ ଭୋଜନ ବିଷତୁଲ୍ୟ। ଦରିଦ୍ର ପକ୍ଷରେ ବହୁ କୁଟୁମ୍ବ ବିଶିଷ୍ଟ ପରିବାର ଓ ବୃଦ୍ଧ ପକ୍ଷରେ ଯୁବତୀ ନାରୀ ବିଷତୁଲ୍ୟ। ଦେଶର ଶୁଭ ଲକ୍ଷଣ ନିର୍ଣ୍ଣୟ। ଅନ୍ଧାର ପରେ ଚନ୍ଦ୍ରର କଳା, କେତେକ କଳା କେତେକ ଧଳା। ଉତ୍ତରେ ଉଚ୍ଚ ଦକ୍ଷିଣେ ନୀଚ। ଖରାରେ ହୁଅଇ ଧାନ୍ୟର ଜାତ। ଧାନ ଚାଉଳ ଏବେନି ଶସ୍ତା। ଭୂମିଷ୍ଠ ଲାଗଇ ମନୁଷ୍ୟ କଥା। ଶୁକ୍ଳ ପକ୍ଷ ଆଦ୍ୟ ଚନ୍ଦ୍ର। ଉଦୟ ଦିବସେ ନିରେଖି ଦେଖିବ ମନେ ରଖି ସୁବିଦୁଷେ। ଚନ୍ଦ୍ରମଣ୍ଡଳର ବର୍ଣ୍ଣ କେତେକ ଧବଳ, କେତେକ ଦିଶଇ ପୁଣି ପ୍ରତିତୁଲ୍ୟ। ଉତ୍ତର ପାର୍ଶ୍ୱ ତାହାର ଉଚ୍ଚ ହୋଇଥିବ, ଦକ୍ଷିଣ ଭାଗ ନିଚାଂଶ ପରାଏ ଦିଶିବ। ଏହି ବର୍ଷ ପୃଥିବୀରେ ବହୁ ଶସ୍ୟ ହେବ। ପ୍ରାଣୀମାନେ ନିରନ୍ତର ହେବେ ସୁହରସ। ଏହି ବର୍ଷ ଅନ୍ନାହାର ନ ହୋଇବ କାର। ମହୀପରେ ମିଷ୍ଟଭାଷୀ ହେବେ ସର୍ବନର। ଆନନ୍ଦ ମନରେ ସବୁ ପ୍ରାଣୀ ନିରନ୍ତର ବୋଲେ କରୁଥିବ ପର ଉପକାର। ଶସ୍ୟାଦି ରୋପଣ ସମୟ ଶ୍ରାବଣେ ପୁର ଭାଦ୍ରବେ ବାର। ଏହାର ମଧ୍ୟେ ଯେତେ ପାର ଶୁଣ ହେ କୃଷକମାନେ ହୋଇ ହର୍ଷଚିତ। ଶସ୍ୟ ରୋପଣ ସମୟ ଯେବଣ ପ୍ରଶସ୍ତ, ତାହା ବୁଝାଇ କହିବା ସରଳ ଭାବରେ। ଅନା ଯାହା କହିଛନ୍ତି ମିହିର ଆଗରେ। ଶସ୍ୟ ବୋଲନ୍ତେଣ ଧାନ୍ୟ ହୃତି ଅର୍ଥରେ। ରୋପଣ କରିବ ନେଇ ଯଥା ସମୟରେ। ଶ୍ରାବଣ ମାସ ଆଦ୍ୟରୁ ଭାଦ୍ରବ ମାସର 10 ଦିବସ ଯାଏ ରୋପିଲେ ନିକର। ବହୁତ ଫଳ ଫଳଇ ଧନ୍ୟାଦିରେ ଜାଣ। ଅନାର ବଚନ ଏହା ନୁହେଁ ଅପ୍ରମାଣ। ମନସ୍ଥ କରିଥିବା କର୍ମରେ ସଫଳ ହେବେ ବା ହେବେ ନାହିଁ, ତାହା ପୂର୍ବରୁ କେହି ନିଶ୍ଚିତ ଭାବରେ କହିପାରିବେ ନାହିଁ। ଆପଣଙ୍କର ସକଳ ଉଦ୍ଯୋଗ ସତ୍ତ୍ୱେ ଆପଣଙ୍କ କାର୍ଯ୍ୟରେ ସଫଳତା ଦେବ ଅର୍ଥାତ୍ ଆପଣଙ୍କ ଭାଗ୍ୟ ଉପରେ ନିର୍ଭର କରେ। ତେଣୁ ପୂର୍ବରୁ ସେ ବିଷୟରେ ଅନ୍ୟକୁ ପ୍ରକାଶ କରିବା ଓ ପ୍ରଚାର କରିବା ଉଚିତ ନୁହେଁ। ଛୋଟ ଛୋଟ ସମସ୍ୟାକୁ ବି ଦୃଷ୍ଟି ଦିଅନ୍ତୁ। ଛୋଟ ଛୋଟ ବିରକ୍ତି ଓ ବିରାଗକୁ ଜ୍ଞାନ କରନ୍ତୁ ନାହିଁ। ପ୍ରଥମରୁ ସେସବୁ ପ୍ରତି ଦୃଷ୍ଟି ଦିଅନ୍ତୁ। ଫଳରେ ବଡ଼ ବଡ଼ ସମସ୍ୟା ସୃଷ୍ଟି ହେବ ନାହିଁ। ଯଦି ଆପଣଙ୍କର ପତ୍ନୀ ଛୁଟି ଦିନରେ ଟିଭି ଦେଖିବାରେ ବିରକ୍ତ ହେଉଛନ୍ତି, ତେବେ ଜାଣନ୍ତୁ ଯେ ସେ ଚାହୁଁଛନ୍ତି ଆପଣ ତାଙ୍କୁ ଛୁଟି ଦିନରେ ଅଧିକ ସମୟ ଦିଅନ୍ତୁ। କ୍ଲବ୍ ନ ଯାଇ ତାଙ୍କୁ ଟିକେ ବୁଲାଇ ନିଅନ୍ତୁ। କ୍ରୋଧର କ୍ଷଣିକ ଆବେଗରେ ମଣିଷ ଦୀର୍ଘ ଦିନର ପରିଶ୍ରମ ପ୍ରସୂତ
ଅନୁଭବ ଓ ଉନ୍ନତିକୁ ନିମିଷକରେ ନଷ୍ଟ କରି ପକାଏ। ଅନେକ ଥର ଉଚ୍ଚ ପଦାଧିକାରୀ କ୍ରୋଧର ଆଦେଶରେ ତ୍ୟାଗପତ୍ର ଦେଇ ସାରା ଜୀବନ ପଶ୍ଚାତାପ କରିଥାନ୍ତି। କ୍ରୋଧ ହେଉଛି ଅନ୍ୟର ଭୁଲ ପାଇଁ ନିଜକୁ ଦଣ୍ଡିତ କରିବା। ଅନ୍ୟ କାହାରି ତ୍ରୁଟି ଦେଖିଲେ ହିଁ କ୍ରୋଧ ଆସିଥାଏ, କିନ୍ତୁ ସେ ସମୟରେ ମନେ ରହେନା ଯେ ଏମିତି ରାଗିବା ଦ୍ୱାରା ନିଜକୁ ଓ ଯାତନା ଦିଆଯାଏ। ଯେଉଁ ଯନ୍ତ୍ର ଆଖିରୁ ରସ ବାହାର କରେ ସେ ହିଁ ପ୍ରଥମେ ଆଖୁର ମଧୁରତାକୁ ଚାଖିଥାଏ, ତାପରେ ଯାଇ ଅନ୍ୟମାନଙ୍କୁ ତାହା ମିଳିଥାଏ। ସେମିତି ଯଦି ସେହି ଯନ୍ତ୍ରରେ ଆଖୁ ସହିତ ପଥର ପୁରାଇ ଦିଆଯାଏ, ତେବେ ପ୍ରଥମେ ସେହି ମେସିନ୍ ହିଁ ପଥରର କର୍କଶତାର ଶିକାର ହେବ। ଏକ ସର୍ବେକ୍ଷଣ ଦ୍ୱାରା ଜଣାଯାଇଛି ଯେ ଜେଲରେ ଥିବା ବନ୍ଦୀମାନଙ୍କ ଭିତରୁ 80% ଲୋକ ନିଜ କୃତକର୍ମ ପାଇଁ ଅନୁତପ୍ତ। ଜୟ ଶ୍ରୀ ଜଗନ୍ନାଥ।